ଆସିକା ବ୍ଲକ ଗୁଣ୍ଠପଡ଼ା ପଞ୍ଚାୟତ ଅନ୍ତର୍ଗତ ରାଇପଲ୍ଲୀ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ବେଶ୍ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ହରେକୃଷ୍ଣ ମହାମନ୍ତ୍ରରେ ଗାଁ ପ୍ରକମ୍ପିତ ହେଉଥିବା ବେଳେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଜଗଦଲପୁର, ଝାଗଡ଼େଇ, ଖଣ୍ଡବନ୍ଧ, ସୁମନ୍ତପଲ୍ଲୀ, ଗୁଣ୍ଠପଡ଼ା ଓ ରାଇପଲ୍ଲୀର ମହିଳା ଓ ପୁରୁଷ ନାମ ସଂକୀର୍ତ୍ତନ ଦଳ ନିରବଚ୍ଛିନ୍ନ ଭାବେ ହରେକୃଷ୍ଣ ମହାମନ୍ତ୍ର ଗାନ କରି ଅଷ୍ଟପ୍ରହର ସମ୍ପାଦନ କରିଥିଲେ। ମନ୍ଦିର ପରିଚାଳନା କମିଟି ଓ ଗ୍ରାମ୍ୟ କମିଟିର ମିଳିତ ପ୍ରୟାସରେ ଅନୁଷ୍ଠିତ ଏହି ଅଷ୍ଟପ୍ରହର ନାମଯଜ୍ଞ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ ନାରାୟଣ ସ୍ୱାଇଁ, ଯୁବ ସମାଜସେବୀ କାହ୍ନୁଚରଣ ସ୍ୱାଇଁ, ରତ୍ନାକର ସିଓ, ଶଙ୍କର ନାହକ, କୃଷ୍ଣ ମହାନ୍ତି, ରବି ଦାସ, କାଳିଆ ସିଓ, ଡୁଙ୍ଗୁରୁ ଦାସ, ପୂର୍ଣ୍ଣଚନ୍ଦ୍ର ପଢ଼ିଆରୀ, ପ୍ରକାଶ ସିଓ, ଅରୁଣ ଦାସ, ଭଜରାମ ପଢ଼ିଆରୀ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଅଶୋକ ପଢ଼ିଆରୀ, ଜିତେନ୍ଦ୍ର ସ୍ୱାଇଁ, ଦୀପୁ ସ୍ୱାଇଁ, ଶୁଭମ ସ୍ୱାଇଁ, ଶଙ୍କର ସ୍ୱାଇଁ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା।